ରିଲ୍ସ ଭିडिଓ ଭାଇରାल ହେବାପାଇଁ ଝିଅ ନିଜର ଡ୍ରେସ୍ ଖୋଲି ରାସ୍ତାରେ ବୁଲିଲା ଏବଂ ରାସ୍ତାର ଲୋକମାନେ ସମସ୍ତେ ବୁଲି ବୁଲି ଦେଖୁଥିଲେ। କିନ୍ତୁ ଦେଖିବାକୁ ମିଳିଥିଲା ଗୋଟେ ଅଜବ ଦୃଶ୍ୟ, ଯେଉଁଠାରେ କି ଝିଅ ଲଙ୍ଗଳା ହୋଇ ରାସ୍ତାରେ ଯାଉଥିଲା ବେଳେ ସେଠାରେ ଯାଉଥିବା ଏକ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ବାଇକ୍ରେ ଥିଲାବେଳେ ଗାର୍ଲଫ୍ରେଣ୍ଡକୁ ତା ବାଇକ୍ରେ ତାର ବୟଫ୍ରେଣ୍ଡର ଆଖିକୁ ଲୁଚାଇ ଯାଇଥିଲା, ଯାହାକି ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ହଁ ଦର୍ଶକ ବନ୍ଧୁ, ଝିଅଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପାଇଁ ନିଜର ଡ୍ରେସ୍କୁ ଖୋଲି ଭିଡ଼ିଓ ରିଲ୍ସ କରୁଥିଲା ସମୟରେ ଦେଖିବାକୁ ମିଳିଥିଲା ଗୋଟେ ଦୃଶ୍ୟ, ଯାହାକି ଗୋଟେ ବାଇକ୍ରେ ପ୍ରେମିକା ଏବଂ ପ୍ରେମିକ ଯାଉଥିବା ସମୟରେ ପ୍ରେମିକାଟି ପ୍ରେମିକର ଆଖିକୁ ବନ୍ଦ କରିଦେଇଥିଲା, ଯେମିତିକି ସେ ଝିଅ ଉପରେ ଏ ପୁଅର ଆଖି ନ ପଡ଼ୁ। କାରଣ ପ୍ରେମିକା ଚାହୁଁନଥିଲା ଯେ ତାର ଲଭର ବା ତାର ପ୍ରେମିକ ସେ ଝିଅକୁ ଲଙ୍ଗଳା ହୋଇ ବୁଲୁଥିବା ଝିଅକୁ ନ ଦେଖୁ ବୋଲି। ଇନଷ୍ଟାଗ୍ରାମ ରିଲ୍ସ ଭାଇରାଲ ହେବା ପାଇଁ ଯୁବପିଢ଼ି ଲାଗିଛି ନିଶା। କେଉଁଠି କେଉଁ ଲଙ୍ଗଳା ହୋଇ ବୁଲୁଛନ୍ତି ତ ଆଉ କେଉଁଠି ଡ୍ୟାନ୍ସ କରି ଫେମସ୍ ହେବା ପାଇଁ ଲାଗିଛନ୍ତି। କିନ୍ତୁ ଦେଖିବାକୁ ମିଳିଥିଲା ଏହା ହେଉଛି ଉତ୍ତରପ୍ରଦେଶର ଏକ ଜାଗାରେ, ଯେଉଁଠିକି ଏ ନାରୀକୁ ଏ ଝିଅକୁ ପୋଲିସ ଖୋଜୁଛି। ରାସ୍ତାରେ ଏମିତି ଭିଡ଼ିଓ କରି ଭାଇରାଲ ହେବା ପରେ ଏବେ ତାକୁ ପୋଲିସ ଆରେଷ୍ଟ କରିବ ବୋଲି ସମସ୍ତ ଜାଗାରେ ଖୋଜି ବୁଲୁଛି।